ହ୍ୟାଲୋ ଗାଇସ୍ ୱେଲକମ୍ ଟୁ ମାଇ ମିନି ବ୍ଲଗ୍। ତ ମୋତେ ଆଜି ବନେଇଥିଲା ମାଛ ତରକାରୀ। ତ ସେଥିଲାଗି ମୁଁ କ'ଣ କରିଥିଲି, ମାଛ ନେଇ ଆସିଲି। ମାଛକୁ ଧୋଇ ଦେଇକି ସବୁ ରେଡ଼ି କରିକି ତା ଦେହରେ ହଳଦୀ ଲୁଣ ପକେଇ ଦେଇ ତାକୁ ଚୁଲିରେ ବସେଇ ଦେଇ କଡ଼େଇଟେ ତା ଦେହରେ ପକେଇ ଦେଇ ତେଲ। ତ ଏବେ ଗୋଟିଏ ଗୋଟିଏ ପକେଇ ଦେଇଥିଲି ମାଛ। ତ ମାଛ ପକେଇ ସାରିଲା ପରେ ମୋର ମାଛ ହେଇଥିଲା ଭଜା ରେଡ଼ି। ତ ମୁଁ ଟିକେ ତାକୁ ଏପଟ ସେପଟ କରି ତାକୁ ସବୁ ଗୋଟିଏ ଗୋଟିଏ କାଢ଼ିଦେଲି ଗୋଟେ ଜାଗାକୁ। ତ ତା ଭିତରେ ମୋର ଟିକେ ହେଇନଥିଲା ଟିକେ ଲାଞ୍ଜଟା, ତ ମୁଁ ତାକୁ ଛାଡ଼ିଦେଲି ଆଉ ଟିକେ ହବାକୁ। ତ ତା ଭିତରେ ମୁଁ ପଳେଇ ଆସିଥିଲି ଗୋଟେ ମସଲା ରେଡ଼ି କରିଲି। ମସଲା ସବୁ କାଟି ଦେଇଥିଲି, ତାକୁ ଗୋଟେ ମିକ୍ସରେ ପୁରେଇ ଦେଲି। ପୁରେଇ ତାକୁ ତା ଦେହରେ ଗୋଟେ ଲଙ୍କା, ଦେନ୍ ତାପରେ ଟିକେ ଜିରା ଦେଇକିରି ପାଣି ଦେଇ ଦେଇଥିଲି। ପାଣି ଦେଇ ଦେଇକିରି ଆମର ଢାଙ୍କୁଣି ଦେଇଥିଲି। ଢାଙ୍କୁଣି ତା ଗ୍ରାଇଣ୍ଡରକୁ ଗୁଁ କରିଦେଇଥିଲି। ତ ଗ୍ରାଇଣ୍ଡରରେ ମୋର ହେଇଥିଲା ମସଲା ଏବେ ରେଡ଼ି। ତ ମୁଁ ରେଡ଼ି ସାରିଲା ପରେ ଏବେ ଚାଲିଗଲି ଚୁଲି ପାଖକୁ। ତ ଚୁଲି ଦେହରେ ବସେଇଦେଲି କଡ଼େଇ ଦେହରେ ପକେଇ ଦେଲି ତେଲ ପକେଇ ଆଳୁକୁ ସବୁ ଭାଜିଦେଲି। ତାପରେ ଗୋଟା ମସଲା ପକେଇଦେଲି। ଆଳୁ ମୋର ହେଇଥିଲା ରେଡ଼ି। ତ ରେଡ଼ି ହେଲା, ଆଳୁ ସବୁ କାଢ଼ିଦେଲି ଗୋଟେ ଜାଗାକୁ। ଜାଗାକୁ କାଢ଼ିଦେଲି ଟିକେ ତା ଦେହରେ ପକେଇଦେଲି ଆଉ ଟିକେ ତେଲ ପକେଇ ଦେଇ ଗୋଟା ମସଲା ରଖିଥିଲି ତାକୁ ତା ଦେହରେ ପକେଇଦେଲି। ତ ଗୋଟା ମସଲା ପକେଇ ସାରିଲା ପରେ ତାକୁ ଟିକେ କରିଦେଲି ଏପଟ ସେପଟ। ଗୋଟା ମସଲା ଟିକେ ଏପଟ ସେପଟ ଭାଜି ହେଲା ପରେ ଦେନ୍ ତା ଦେହରେ ପକେଇଦେଲି ମସଲା। ତ ମସଲାକୁ କ'ଣ କଲେ ଟିକେ ତା ଦେହରେ ଟିକେ ଭାଜି ଦେଇଥିଲି। ତାପରେ ପକେଇଦେଲି ଟମାଟୋ। ଟମାଟୋ ପକେଇ ସାରିଲା ପରେ ଟିକେ ଯେତେବେଳେ ଗୁଣ୍ଡ ମସଲା ରଖିଥିଲି ତାକୁ ସବୁ ପକେଇ ଦେଇଥିଲି। ତା ଭିତରେ ପକେଇଦେଲି ଟିକେ ହଳଦୀ ଆଉ ଟିକେ ଲୁଣ। ତାପରେ ପକେଇଦେଲି ଗୋଟେ ତେଜପତ୍ର। ତ ତା ଭିତରେ ମସଲା କଷି ଦେଇକି ଆଳୁ ଗୋଟେ ପକେଇ ଦେଇଥିଲି। ତ ଆଳୁକୁ ଭଲସେ ତା ଦେହରେ କଷି ସାରି ଲାଷ୍ଟକୁ ସବୁତକ ପାଣି ଦେଇଦେଲି। ସବୁ ଗିଆକୁ ମାନେ ପାଣି ଫେରେଇ ଦେଲି। ତ ମସଲା ଏବେ ଫୁଟି ଆସିଥିଲା ତରକାରୀ। ତ ତରକାରୀ ଫୁଟି ସାରିଲା ଭିତରେ ମୁଁ ଏବେ କ'ଣ କରିଥିଲି, ସେଥିରେ ମାଛ ସବୁ ପକେଇ ଦେଇଥିଲି। ଏବେ ଗୋଟେ ମୁଣ୍ଡଟା ଛାଡ଼ିଦେଲି। ତାପରେ ସବୁ ମାଛ ପିସ୍ ପକେଇଦେଲି। ମାଛ ପିସ୍ କିଛି ସମୟ ଛାଡ଼ିଦେଲି ଏବେ ଫୁଟିବା ଲାଗି। ତ ଫୁଟିଲା ଭିତରେ ମୋର ହେଇଗଲା ମାଛ ତରକାରୀ ରେଡ଼ି। ତାପରେ ମୁଁ ଟିକେ ଧନିଆ ପତ୍ର ପକେଇ ଦେଇ ହେଇଗଲି ରେଡ଼ି। ତା ଭିତରେ ମୋର ହାଲତ ପୁରା ଟାଇଟ୍। କେମିତି ମଣିଷ ଚୁଲି ପାଖରେ ରୋଷେଇ କରେ ବସିକିରି, ପ୍ରଭୁ ମୋର ତ ହାଲତ ପୁରା ଟାଇଟ୍।